ଏଇ କେତେ ମାସ ପୂର୍ବରୁ ଝିଅ ଜ୍ୱାଇଁ ଏବଂ ନାତୁଣୀ ବାଙ୍ଗାଲୋରରୁ ଓଡ଼ିଶାକୁ ଖରା ଛୁଟିରେ ଆସିଥିଲେ। କିଛି ଦିନ ଘରେ ଆମର ରହିଲା ପରେ ତାଙ୍କର ମନ ହେଲା ପାତାଳି ଶ୍ରୀକ୍ଷେତ୍ରକୁ ବୁଲିଯିବା ପାଇଁ। ତାପରେ ଆଉ କ'ଣ ମନ କରିଛନ୍ତି, ଆଉ କାଳିଆର ଡୋରି ଲାଗିଛି। ତାପରେ ପିଲାମାନେ ମୋର ଯାଇ ପହଞ୍ଚିଗଲେ ପାତାଳି ଶ୍ରୀକ୍ଷେତ୍ରରେ, ଯାହାକି ସୋନପୁର ଜିଲ୍ଲାରେ ଅବସ୍ଥିତ। ମୋ ପିଲାମାନେ ମୋ ପ୍ରଭୁଙ୍କର ଅତି ସୁନ୍ଦର ଭାବେ ଦର୍ଶନ କରିସାରି ଏବଂ ଖୁସି ହୋଇ ଝିଅ ମୋର ମୋତେ ଭିଡ଼ିଓ କଲ୍ ମାଧ୍ୟମରେ ଅତି ସୁନ୍ଦର ଦର୍ଶନ କରାଇଲା। କାରଣ ଝିଅ ମୋର ଜାଣିଛି ମୁଁ ମୋର କାଳିଆକୁ କେତେ ଭଲ ପାଏ। ମୁଁ ଏତେ ଦୂରରୁ ମୋର ପ୍ରଭୁଙ୍କୁ ଦେଖି ବହୁତ ଖୁସି ହୋଇଗଲି ଏବଂ ଝିଅକୁ କହିଲି ଅବଢ଼ା ଖାଇ ନେବ ଏବଂ ମନ୍ଦିରର କିଛି ଭିଡ଼ିଓ କରି ନେଇ ଆସିବ, ଯାହାକି ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ଦେଖନ୍ତୁ ଆମ ପ୍ରଭୁଙ୍କର ମନ୍ଦିରଟି ପ୍ରାକୃତିକ ସୌନ୍ଦର୍ଯ୍ୟତାରେ ପରିପୂର୍ଣ୍ଣ, ଯାହାକି ମନେ ପକାଇ ଦେଉଛି ଆମ ଐତିହାସିକର ଗାଥା। କୁହାଯାଏ କି ଆମର ପ୍ରଭୁକୁ ଶତ୍ରୁମାନଙ୍କ କବଳରୁ ସୁରକ୍ଷା ଦେବା ପାଇଁ ଆମର ରାଜା ଏବଂ ସେବାୟତମାନେ ପ୍ରଭୁଙ୍କୁ ଏହି ଜାଗାରେ ହିଁ ଆଣି ରଖିଥିଲେ, ଯାହାର ନାମ ଏବେ ପାତାଳି ଶ୍ରୀକ୍ଷେତ୍ର ନାମରେ ପରିଚିତ ଅଟେ। ଏହା ଆମ ଓଡ଼ିଶାର ଅତି ସୁନ୍ଦର ପର୍ଯ୍ୟଟନସ୍ଥଳୀଟିଏ। ଆପଣମାନେ ଏଇଠାକୁ ନିହାତି ଆସନ୍ତୁ, ପ୍ରଭୁଙ୍କୁ ଦର୍ଶନ କରି ପ୍ରାକୃତିକ ସୌନ୍ଦର୍ଯ୍ୟତାକୁ ଉପଭୋଗ କରନ୍ତୁ ଏବଂ ପୁଣି ଥରେ ଆମ ଓଡ଼ିଶାର ଇତିହାସକୁ ମନେ ପକାନ୍ତୁ। ଆଶା କରୁଛି ଆପଣମାନଙ୍କୁ ମୋର ଆଜିର ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍। ଥ୍ୟାଙ୍କ ୟୁ। ଶ୍ରୀ ଜଗନ୍ନାଥାୟ ନମଃ। ଆହେ ଚକାଖି ଶୁଖିଲାଣି କଣ୍ଠ ଡାକି ଡାକି, ଆହେ ଚକାଖି ସତ କହୁଛି କି ମିଛ ମୁଁ କହୁଛି, 22 ପାହାଚ ତୋର ସାକ୍ଷୀ। ଆହେ ଚକାଖି ନ ଶୁଣିଲୁ ଦୁଃଖ ମୋର, ଦୁଃଖୀ ନଉନାଥ ନାଥର। ବଡ଼ ଆଶା କରି ଆସିଥିଲି ଧାଇଁ, ବଡ଼ ଦାଣ୍ଡ ତୋର ଅଛି ସାକ୍ଷୀ। ଆହେ ଚକାଖି ତୋ ବିନୁ ମୋର କେ ଅଛି ଭାବେ, କହ ମୁଁ ଡାକିବି ତାକୁ ତେବେ। କେମ୍ପାଇଁ ନିରାଶ କରୁ ବହି ରୋଷ, କହ ମୋର କେଉଁ ଦୋଷ ଦେଖି। ଆହେ ଚକାଖି ସବୁ ବନ୍ଧନ ମୁଁ କାଟି ଦେଇ, ତୋ ଭୁଜ ଛାଇକି ଅଛି ଚାହିଁ। ଦୁଃଖ ହାରି ତୋତେ କହିବି କି ଆଉ, ଭବ ଜଳେ ଯେବେ ଯିବି ଭାସି। ଘଦୁଆର ଅଛି ସାକ୍ଷୀ, ତୋ ଗରୁଡ଼ ସ୍ତମ୍ଭ ଅଛି ସାକ୍ଷୀ। ଆହେ ଚକାଖି କଣ୍ଠ ଡାକି ଡାକି, ଆହେ ଚକାଖି ଶ୍ରୀକୃଷ୍ଣାୟ ନମଃ।